ମାଟ୍ରିକ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ? ଏ ନେଇ ଏବେ ଆସିଲା ବୋର୍ଡ ତରଫରୁ ଏକ ବଡ ସୂଚନା। ଯାହା ବି କିଛି ନୂଆ ଅପଡେଟ ମିଳିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟ ଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ଚିହ୍ନକୁ ଦବାଇ ଅଲରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। କାହିଁକି ନା ଯେତେବେଳେ ବି ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ଆସନ୍ତା 26 ତାରିଖ ରବିବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ମାଟ୍ରିକ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ବା ଏସଓଏସସି ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ସେହିପରି 26 ତାରିଖ ଅପରାହ୍ନରେ ଏକା ସଙ୍ଗେ ଯୁକ୍ତ 2 କଳା ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚସି ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ ଫଳ ପ୍ରକାଶ ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଅବଶ୍ୟ ବିଧିବଦ୍ଧ ଭାବେ ବୋର୍ଡ ପକ୍ଷରୁ ତାରିଖ ଘୋଷଣା କରାଯାଇନି। ସୂଚନାଯୋଗ୍ୟ ଗତ ମେ 18 ତାରିଖ ଦିନ ବୋର୍ଡ ତରଫରୁ ଡିଜିଟାଲ ସାର୍ଟିଫିକେଟ କିପରି ଡାଉନଲୋଡ କରାଯିବ ସେ ନେଇ କିଛି ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡାକି ଡେମୋ ପ୍ରଦର୍ଶନ କରିଥିଲେ ଏବଂ ସେହିଦିନ କୁହାଯାଇଥିଲା ଯେ ଆସନ୍ତା 24 ତାରିଖ ଶୁକ୍ରବାର ଦିନ ପୁଣି ଏକ ଡେମୋ ପ୍ରଦର୍ଶନ କରାଯିବ। ଡେମୋ ପ୍ରଦର୍ଶନ ପରେ ତାରିଖ ଘୋଷଣା କରାଯିବ। ଏପର୍ଯ୍ୟନ୍ତ ଯାହା ବି କିଛି ସୂଚନା ମିଳିଛି ସେଥିରୁ ଜଣାପଡିଛି ଯେ 24 ତାରିଖ ଅର୍ଥାତ୍ ଆସନ୍ତା କାଲି ବୋର୍ଡ ତରଫରୁ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରିବାର ଡେମୋ ପ୍ରଦର୍ଶନ ପରେ ରେଜଲ୍ଟ ତାରିଖ ଘୋଷଣା କରାଯିବ। ଏନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ମିଳିନଥିଲେ ମଧ୍ୟ ବୋର୍ଡ ତରଫରୁ କିଛି ସୂଚନା ଦିଆଯାଇଛି। ଯଦି ଆସନ୍ତା କାଲି ରେଜଲ୍ଟ ତାରିଖ ଘୋଷଣା କରାଯାଇପାରୁନି ତାହେଲେ ସୋମବାର ଦିନ ରେଜଲ୍ଟ ତାରିଖ ଘୋଷଣା କରାଯିବ। ବର୍ତ୍ତମାନ ଭିଡିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଅପଡେଟକୁ ପହଞ୍ଚାଇ ଦିଅନ୍ତୁ। ଯେତେବେଳେ ବି ଘୋଷଣା ହେଇଯିବ ଏହି ଚ୍ୟାନେଲ ମାଧ୍ୟମରେ ମୁଁ ଆପଣଙ୍କୁ ସର୍ବପ୍ରଥମ ଅପଡେଟଟି ଜଣାଇଦେବି।